ଦେଖନ୍ତୁ ମମ୍ ଦେଖନ୍ତୁ ଯେଉଁ ତେଲ ମାରିକି ମୁଗ ରଗଡ଼ି ଥିଲେ ନା ଏଇକୁ ମୁଁ ଆକୁ ବତୁଳେଇଛି ଆକୁ ଖାଇବା ପାଇଁକା ଆଜି ଉପାସରେ। ଦେଖନ୍ତୁ ଏଇଠି ବହୁତ ଭଲ ବତୁଳି ଯାଇଛି। ଦେଖନ୍ତୁ ଏଇଠି ବତୁଳି ବି ଯାଇଛି। ତାପରେ ଗୋଡ଼ି ଥିବ ବୋଲି ଆଗ ତ ଗୋଡ଼ିଟା ନିଶ୍ଚିନ୍ତ ବାହାରିବ। ମୁଁ ଟିକେ ଗଡ଼େଇ ଦେଉଛି ଆକୁ ଟିକେ ଏମିତି ଗଡ଼େଇ ଦେଲେ ଆଉ ଯେଉଁ ଗୋଡ଼ି ଥିବ ସେ ବାହାରି ପଡ଼ିବ ସବୁ। ହଁ ଗଡ଼େଇ ଦେଉଛି ଦେଖିବେ ଏଇନା କେତେ ଗୋଡ଼ି ବାହାରିବ ଏଇନା ଆଧିରେ ଏତିକି ମୁଗରେ ମାନେ କେତେ ଗୋଡ଼ି ବାହାରିବ। ହଉ ଏପଟ ତାହେଲେ ଚୋପା ବାହାର କରିବା ମାନେ ଛଡ଼େଇବାକୁ ପଡ଼ିବନି ଆଉ। ମାନେ ଏମିତି ରଗଡ଼ିକି ବିରିଟା ଥୋଇଦେଲେ ବିରି ହଉ କି ମୁଗ ଚଳିବ। ଆଉ ଚୋପା ବାହାର କରିବାକୁ ପଡ଼ିବନି। ହଁ ଗୁଡ଼ି ବାହାରିଲା। ଦେଖନ୍ତୁ ହେଇଛି ଦେଖନ୍ତୁ କେମିତି ଗୋଡ଼ି ବାହାରିଛି। ହଁ ଗଡ଼େଇ ଦେଲା ପରେ ଏମିତି ହିଁ କେତେ ଗଡ଼େଇ ଦେବେ। ଗୁଡ଼ି କେତେ ଗୋଡ଼ି ଦେଖିଛ ଟିକେ ଖାଇପାରିଥାନ୍ତେ କ'ଣ ଖାଇ ନା ହେଇଥାନ୍ତା କ'ଣ ଏତେ କ'ଣ ମୁଗ ନା ଖାଇ ହେଇଥାନ୍ତା କ'ଣ କେତେ ମୁଗ କେତେ ମୁଗ। ଦେଖନ୍ତୁ ଆଉ ଚୋପା ମାନେ ଏମିତି କାଁ ଭାଁ ଗୋଟେ ରହିବ ଗୋଟେ ଗୋଟେ ଏମିତି ରହିବ ଓହୋ ହେଲା ଚୋପା। ବହୁତ ଭଲ ଏଇ ଉପାୟ ଆଉ। ବହୁତ ଭଲସେ ଫୁଲି ଯାଇଛି ନା ହଁ ବା ସୁନ୍ଦର ଲାଗୁଛି ଦେଖନ୍ତୁ। ଦେଖନ୍ତୁ ମମି ଏବେ ନଡ଼ିଆ କୋରେଇ ଦେଲା। ସେଇ ଯେଉଁ ନଡ଼ିଆ ମାନେ ଭୋଗ ହେଇକି ଆସିଥିଲା ହଁ ତାପରେ ସେଇ ମୁଗ ନଡ଼ିଆ କରିକିରି ଚିନିଟା ପକେଇ ଦେଇଛି ମୁଗ ଚକଡ଼ିନ କେମିତି ପଡ଼ୁଛି ଦେଖନ୍ତୁ। ଚକଟିକି ଖାଇବା ଆଉ। ହଁ କଦଳୀ ପଡ଼ିବ ନା କେଉଁ କଦଳୀ ଆଣିଲା ଦେଖନ୍ତୁ କଦଳୀ ଏବେ ପଡ଼ିଲା। କଦଳୀ ପଡ଼ିଲା। ଖାଇବା ଟିକେ ହଁ ହଉ ଚାଲ। ଦେଖନ୍ତୁ ଆଇସ୍ ବି ଏବେ ଖାଇଲେ କେମିତି ଲାଗୁଛି? ମଜା ଲାଗୁଛି। ଭଲ ଲାଗୁଛି ଟି? ଦେଖନ୍ତୁ ବୋଉ ଏଇନେ ଅରୁଆ ଚାଉଳ ଆଣିଛନ୍ତି ତାକୁ ଚାଉଳ ବଡ଼ି କରିବେ ବୋଲି। ଚାଉଳ ବଡ଼ି ହେବ ଟି? ଇଏ ପାଣିରେ ବତୁଳେଇ ଦେବ ଏଇନା। ଏଇଠି ପାଣିରେ ବତୁରା ହେବ ସକାଳୁ ଗ୍ରାଇଣ୍ଡ ହେବ। କେତେ ସମୟ ବତୁଳା ହେବ? ରାତିରେ ଏଇରା ତ ରହିଲା ସକାଳୁ ଇଏ ହେବ। ରାତିରେ ବତୁଳେଇ ଦେଲେ ସକାଳୁ ବଟା ହେବ। ତା ଦେହରେ କ'ଣ କ'ଣ ପଡ଼ିକି ବଟା ହେବ କାଲି ଆଉ। ଜିରା ଅଦା ଲଙ୍କା ସବୁ ପଡ଼ିକି ବଟା ହେବ। ହଁ ହଉ ବତୁଳେଇ ଦିଅ। ପାଣି ବତୁଳେଇ ଦେଲ ନା? ସେ ବତୁଳା ହେଇକି ରହିଲା ଆଉ ରାତିରେ ପାଣିରେ ପଡ଼ିକି ଆଉ କାଲି ସକାଳୁ ବଟା ବଟି ହେଇକି ହେବ ଆଉ। ଚାଉଳ ବଡ଼ି ପାଇଁ ନେଇଯାଇଛୁ ଚାଉଳ ଯେଉଁ ବତୁଳା ହେଇଥିଲା ପତଳା ଚାଉଳ ଅଦା ଆଉ ଶୁଖିଲା ଲଙ୍କା ପଡ଼ିଛି। ଏଠି ଜିରା ତା ଦେହରେ ପଡ଼ିବ। ଜିରା ପଡ଼ିକି ସବୁ ବଟା ହେବ। ଏତିକି ହେବନି ଜିରା? ଏତିକି ଗୋଟେ ଜିରା? ଏଇ ଜିରା ପଡ଼ିଯିବ ତାପରେ ଗ୍ରାଇଣ୍ଡର ହେବ। ଗ୍ରାଇଣ୍ଡର ଥୁଆ ହେଇଛି ଗ୍ରାଇଣ୍ଡିଙ୍ଗ ହେଇକି ସେ ଯନ୍ତଣୀ ହେବ ଆଉ। ଆଇସ୍ ଆସିଗଲେ ଗରମ ଗରମ ମଟର ତରକାରୀ ନେଇକି ଆସିଲି। ଗରମ ଗରମ ମଟର ତରକାରୀ ନେଇକି ଆସିଗଲା ଖାଇବ? ହଁ ଚଲ ପାଣି ଦେଇ ଦେଇଛି କେତେ ପାଣି ହେଇଯାଇଛି ଚାଉଳଟାକୁ ଏମିତି ବାଟିଦେବା। ଟିକେ ଗ୍ରାଇଣ୍ଡର କରିଦେଇକି ବଡ଼ି ପାଇଁ ପ୍ରସ୍ତୁତ ହେଉଛି ଆଉ। ଦେଖନ୍ତୁ ହେଇଯାଇଛି ବଟା ହେଇଯାଇଛି ସେଦୁଅ ବଡ଼ି ପାଇଁକା ହେଇଗଲା। ଦେଖନ୍ତୁ ଯେଉଁ ବଡ଼ି ପାଇଁ ପ୍ରସ୍ତୁତ ହେଇଥିଲା ସେ ହେଲା ବଡ଼ି ପାଇଁ ବଟା ହେଇଥିଲା ଚାଉଳ ସେ ଜନ୍ତା ହେଉଛି ଏବେ ଦେଖନ୍ତୁ ଚୁଲିରେ ବୋଉ ଏବେ ଜନ୍ତୁଛନ୍ତି। ସେ ପୁରା ମାନେ ମଣ୍ଡା ପିଠାକୁ ଯେମିତି ଜନ୍ତା ହେଇ ସେମିତି ହେବ ଟି? ପୁରା ଜନ୍ତା ହେଉଛି ସେ ଥଣ୍ଡା ହେଲେ ବଡ଼ି ପରା ହେବ ନା? ଥଣ୍ଡା ହେଲେ ମାଛିରା ଗଲେ କ'ଣ ମାଛିରା ଗଳିବା ଏର ସାଇଜ୍ ନାହିଁ ମାନେ ଯେମିତି ପାରିବ ସେମିତି ଚଳିବ। ବଡ଼ି ପକେଇବ ମୋ ବଡ଼ ବଡ଼ ହେଇଯାଉଛି ନା ମା ଏ ବଡ଼ି ପକେଇବ? ମୁଁ କ'ଣ ବଳି ପକେଇବି? ବଳି ପକେଇବି। ହଁ
ଖାଇସାରିଲଣି? ନାଇଁ ଭାତ ବାଢ଼ିଛି। ଆଉ ଭାତ ଗୁଡ଼ାକ ବୁଲୁଛ କାହିଁକି? ଭାତ ଖାଇବି ଜଳଖିଆ ଖାଇବି। ଜଳଖିଆ ଖାଇବ? ଏ କ'ଣ ଯେ ବଳି ବୁଢ଼ାନ୍ତି? ଚାଉଳ ବଡ଼ି। ଚାଉଳ ବଡ଼ି ହେଉଛି? ଛାଣିକିରି ପିଲେ ଖାଇବେ ବୋଲି। ସଞ୍ଜ ଗୁଡ଼େ ଯେଉଁ ବସିଲେ ସଞ୍ଜ ଗୁଡ଼େ ବସିଲେ ଛାଣିଦେଲେ ଜଣେ ଖାଇବେ ଜଳଖିଆରେ। ବଢ଼ିଆ ବଢ଼ି। ଆରେ ବାବୁ ଏ କାଳିକୁ କେତେ କଥା ହେଉଛି। ହୁଁ ଏ କାଳିକୁ ଏ ଯୁଗକୁ କେତେ କଥା ହେଉଛି। ହୁଁ। ଆମ ଯୁଗରେ କ'ଣ ଆମେ ଦେଖିଛୁ ନା କରିଛୁ ନା? ତମ ଯୁଗରେ କିଛି କରିନ? ନା ଆମେ ଏତେ ନିଚୁକୁଟୁ କାହିଁ କରିବୁ ଯେ? ଆମର କ'ଣ ଦରକାର ଯେ? ଆମର ତ ସେ ବିରିଟା କଥା ବଡ଼ି ପାରିଲେ ଖାଇଲେ ସରିବନି। ଆଉ କ'ଣ ଇଏ ଗୋଟେ ପ୍ରକାର ବଡ଼ି। ନା ବଡ଼ି ଦେଖନ୍ତୁ ମମି ଏଠି ଏବେ ଚାଉଳ ବଡ଼ି ଭାଜୁଛି। ଏଇ ଯେଉଁ ଚାଉଳ ବଡ଼ି ସେଦିନ ପରା ହେଇଥିଲା ନା, ସେଇ ବଡ଼ିରୁ ଆମେ ଶୁଖିଯାଇଛି ହେଇଯାଇଛି। ଏବେ ଛାଣିବା ତାକୁ। ଦେଖନ୍ତୁ ତୁ କେମିତି ଛଣା ହେଉଛି ସେ ଚାଉଳ ବଡ଼ି ପୁରା ପାମ୍ପଡ଼ ଛଣା ହେବ। ବହୁତ ବଢ଼ିଆ ଲାଗିବ, ମାନେ ମୁର୍ମୁର ଲାଗିବ। ମୁଡ଼କି ଯେମିତି ପୁରା ସେମିତି ଆଉ ସେମିତି ଲାଗିବ ପୁରା। ଆପଣମାନେ ବି ଏମିତି ଘରେ କରିକି ଖାଇଲେ ବହୁତ ଭଲ ଲାଗିବ। କେତେ ସୁନ୍ଦର ଭାବରେ ହେଇଗଲା। ଚୁମୁଟାଟା ସେଠି ଚୁମୁଟା ସେଠି କେତେ ସୁନ୍ଦର ଭାବରେ ହେଇଗଲା। ହଁ ଦେଖିଲେ ପୁରା ପାସ୍ତା ଭଳିଆ ପୁରା ହେଇଗଲା। ତ କେମିତି ଅଛି ଛଣା ହେଇଗଲା ବଡ଼ି ହେଇଗଲା। ତାପରେ ଆଉ ଛାଣିବନି, ଆଉ ପରେ ଛାଣିବା ହେଲା। ହଁ ସେତିକି ଥାଉ। ନ ଖାଇକି ଟେଷ୍ଟି ହେଇଛି, ଖାଇଲେ ସିନା ଜାଣିବ। ବହୁତ ବଢ଼ିଆ ଲାଗୁଛି। ମୁଡ଼ ଲାଗୁଛି ବଢ଼ିଆ ବଡ଼ି।